ଐତିହାସିକ ଐତିହ୍ୟର ପୃଷ୍ଠଭୂମି ଏଇ ମା ମାଟି। ହରି ଓ ଶଙ୍କର ହରିଶଙ୍କର। ବର୍ତ୍ତମାନ ଐତିହାସିକ ପୃଷ୍ଠଭୂମି ଉପରେ ବିଚାର କଲେ ହରିଶଙ୍କର ମନ୍ଦିରଟା 1500 ଶତକରେ ରାଣୀ ଦୁର୍ଲଭା ଦେବୀ ବୈଜଲ ଦେବଙ୍କ ସ୍ତ୍ରୀ ସେ ଏଇଟାକୁ ତିଆରି କରିଥିଲେ ବୋଲିକିରି ଆମର ଐତିହାସିକ ତଥ୍ୟ ଅଛି। ତା ଆଗରୁ ରମାଇ ଦେବଙ୍କୁ ଆଉ ଜଣେ ଝାକର ବୁଢ଼ାଙ୍କୁ ଏଇଟା ସ୍ୱପ୍ନ ହେଇଥିଲା ଏବଂ ସେମାନେ ସେଠି ଗୋଟେ ପଥର ଉପରେ ଖୋଳୁ ଖୋଳୁ ରକ୍ତ ବାହାରିଥିଲା ଏବଂ ତାକୁ ବେଶ କରିକିରି ସ୍ୱପ୍ନ ଅନୁସାରେ ସେମାନେ ମନ୍ଦିର ତିଆରି କରିଥିଲେ ବୋଲି ଗୋଟେ ତଥ୍ୟ ଅଛି। କିନ୍ତୁ ପରବର୍ତ୍ତୀ ସମୟରେ ରାଣୀ ଦୁର୍ଲଭା ଦେବୀ ତିଆରି କରିଥିଲେ ବୋଲି ଏଇଟା ଐତିହାସିକ ରେକର୍ଡ ଅଛି। କିନ୍ତୁ ତାର ପୂର୍ବରୁ ବହୁତ ବର୍ଷ ପୂର୍ବରୁ ଏখানে ଏକ ସୁସଭ୍ୟତା ଥିଲା ବୋଲିକିରି ଅନୁମାନ କରାଯାଏ। କାରଣ ଆମେରିକାନ ୟୁନିଭର୍ସିଟି କାଲିଫୋର୍ଣ୍ଣିଆରୁ ଜଣେ ଗବେଷକ ଆସିଥିଲେ, ଜନ୍ ନାମ ତାଙ୍କର ଥିଲା ଏବଂ ସେଇଠାରୁ ଯାହା ଜିନିଷପତ୍ର ପାଇଥିଲେ ସେଥିରୁ ଆପାତତଃ ପ୍ରମାଣ ମିଳେ ଖ୍ରୀଷ୍ଟ ପୂର୍ବ ଦ୍ୱିତୀୟ ତୃତୀୟ ଶତକରେ ଏଇଠି ଗୋଟେ ସଭ୍ୟତା ଥିଲା ଏବଂ ତାର ପରବର୍ତ୍ତୀ ସମୟ ଯଥା ବଂଶୀ କଣ୍ଟା ହେଲା, ଛୁରୀ ହେଲା, ଦା ହେଲା, ହାତୁଡ଼ି ହେଲା, ଏଇଭଳିଆ ଅନେକ ଜିନିଷ ସେଇଠୁ ମିଳିଛି ଏବଂ ସେଇଟା ଗୋଟେ ଛିନୁ ଭୋଇ ବୋଲି ଜଣେ ଲୋକ ସେଇଟା ପାଇଥିଲେ ଆଉ ସେ କାହାକୁ ସେଇଟା ସେୟାର ନେଇ କରିକି ନେଇକିରି ରାୟପୁରରେ ବିକ୍ରି କରିଥିଲେ। ଏହାର ବ୍ୟତୀତ ରମାଇ ଦେବ ଯେତେବେଳେ ଚୌହାଣ ବଂଶ ପ୍ରତିଷ୍ଠା କଲେ ଏ ଅଞ୍ଚଳର ଗୁରୁତ୍ୱ ବୃଦ୍ଧି ହେଇଥିଲା ଏବଂ ତାର ଆଗରୁ ଏ ହରିଶଙ୍କରଟା ପରିମଳଗିରି ବିଶ୍ୱବିଦ୍ୟାଳୟ ଏଠାରେ ପ୍ରତିଷ୍ଠିତ ହୋଇଥିଲା। ପ୍ରସିଦ୍ଧ ଦାର୍ଶନିକ ବୌଦ୍ଧ ଦାର୍ଶନିକ ନାଗାର୍ଜୁନଙ୍କ ସମ୍ମାନାର୍ଥେ ମହାରାଜା ସାତକର୍ଣ୍ଣୀ ଏଠାରେ ଗୋଟେ ମୋନାଷ୍ଟ୍ରିଜ୍ ତିଆରି କରିଥିଲେ। ତେଣୁ ଅନୁମାନ କରାଯାଏ ମୋନାଷ୍ଟ୍ରିଟା ତିଆରି ହେଲା ପରେ ପରବର୍ତ୍ତୀ ସମୟରେ ତା ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା। ତେଣୁ ଏଇଟା ଗୋଟେ ବୌଦ୍ଧ ବିହାର ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଇପାରେ। କିନ୍ତୁ ହରିଶଙ୍କର ପାଖରେ ଯେତେବେଳେ ମହାରାଜା ବୈଜଲ ଦେବ ନରସିଂହନାଥରେ ମନ୍ଦିର ତିଆରି କଲେ ଏବଂ ହରି ଆଉ ଶଙ୍କରଙ୍କର ପୂଜା ସେଠି କରାହେଲା, ସେଥିରୁ ଆପାତତଃ ଅନୁମାନ କରାଯାଇପାରେ ଯେ ଏଇଟା ଗୋଟେ ବୈଷ୍ଣବ ଏବଂ ଶୈବ କଲ୍ଟର ବା ସମନ୍ୱୟତା ଏଠି ପରିଲକ୍ଷିତ ହୋଇଥାଏ। ଏବଂ ଏଇଠି ଆମର ଯେନ୍ ଗୋଟେ ନୃତ୍ୟରତ ଗଣେଶ ସ୍କଲ୍ପଚରଟି ମିଳିଛି ତାକୁ ପ୍ଲାଷ୍ଟିକ ଆର୍ଟରେ ତିଆରି, ସେଟା ପ୍ରାୟ 7th-8th ସେଞ୍ଚୁରୀ AD ବୋଲିକିରି କୁହାଯାଏ। ଏହାର ବ୍ୟତୀତ ତାର ପାଖରେ ଯେନ୍ ଦୁଇଟା ଛୋଟ ମନ୍ଦିର ଅଛି, ଭୈରବ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର। ଭୈରବ ମନ୍ଦିରର ଉପରେ ଲିଣ୍ଟେଲରେ ଗୋଟେ ଓଡ଼ିଆ ସ୍କ୍ରିପ୍ଟରେ ଇନସ୍କ୍ରିପସନ୍ ଅଛି। ତେଣୁ ଐତିହାସିକ ଦୃଷ୍ଟିରୁ ବିଚାର କଲେ ହରିଶଙ୍କର ମନ୍ଦିର ଦୁର୍ଲଭା ଦେବୀ ତିଆରି କରିଥିଲେ, କିନ୍ତୁ ତାର ପୂର୍ବରୁ ଏଇଠି ନିଶ୍ଚିତ ଭାବରେ ବୌଦ୍ଧ ସଂଗଠନ ଥିବା ଅନୁମାନ କରାଯାଏ। କାରଣ ନାଗାର୍ଜୁନ ମହାଯାନ ଧର୍ମର ନାଗାର୍ଜୁନ ଜଣେ ବିଦ୍ୱାନ ଥିଲେ ଏବଂ ସେ ଜଣେ ଦାର୍ଶନିକ ଥିଲେ। ତାଙ୍କର ସମ୍ମାନାର୍ଥେ ଯେନ୍ ଏଇଟା ତିଆରି କରାହେଇଥିଲା, ବୌଦ୍ଧ ବିହାର ତିଆରି ହେଇଥିଲା ଆଉ ବିଶ୍ୱବିଦ୍ୟାଳୟ ଗୋଟେ ଥିଲା, ସେଥିରୁ ଅନୁମାନ କରାଯାଇପାରେ ଏଇଠି ବୌଦ୍ଧ ସଂସ୍କୃତି ପ୍ରତିଷ୍ଠିତ ଥିଲା। ପରବର୍ତ୍ତୀ ସମୟରେ ଖ୍ରୀଷ୍ଟାବ୍ଦ ଚତୁର୍ଥ ପଞ୍ଚମ ଶତକ ପରେ ପରେ ଏଠି ପରବର୍ତ୍ତୀ ସମୟରେ ବୈଷ୍ଣବ ଏବଂ ଶୈବ ଧର୍ମର ସମନ୍ୱୟତା ପରିଲକ୍ଷିତ ହୋଇଥାଏ। ତ ପାପନାଶିନୀ ବୋଲି କୁହାଯାଏସି, କିନ୍ତୁ ଲୋକଙ୍କର ଧାର୍ମିକ ବିଶ୍ୱାସ ଅନୁସାରେ ଗଙ୍ଗାକୁ ଆଣିବା ପାଇଁ ଶିବଙ୍କ ଜଟ ଦେଇକିରି ଗଙ୍ଗା ଏଠାନେ ଅବତରଣ କରିଥିଲେ ବୋଲି ବିଶ୍ୱାସ କରନ୍ତି ଲୋକମାନେ। ଏବଂ ନୃସିଂହନାଥ ଯେହେତୁ ପାଖରେ ଅଛି, ବୈଷ୍ଣବ ଧର୍ମର ଗୋଟେ ମୂଳ ପୀଠ, ସେଠି ବିଷ୍ଣୁ ପାଦ ଧୌତ କରାହୁଏ ବୋଲିକରି ଲୋକଙ୍କର ବିଶ୍ୱାସ। ତେଣୁ ପାପକ୍ଷୟ କରିବା ପାଇଁ ସେମାନେ ଦୂର ଦୂରାନ୍ତରୁ ମାନେ ଛତିଶଗଡ଼ ହେଲା, ଉତ୍ତରପ୍ରଦେଶ ହେଲା, ମଧ୍ୟପ୍ରଦେଶ ଅଞ୍ଚଳର ଓଡ଼ିଶାର ବହୁତ ଲୋକ ଏଠି ଆସିକିରି ବିଭିନ୍ନ ସମୟରେ ଆଉ ବିଶେଷ କରି ଚତୁର୍ଦ୍ଦଶୀ ଦିନ ଏଠି ଗୋଟେ ବଡ଼ ପର୍ବ ପାଳନ କରାଯାଏ ଏବଂ ବୈଶାଖ ଚତୁର୍ଦ୍ଦଶୀରେ ଏବଂ ଏଠି ବିଭିନ୍ନ ପୂଜା କରାଯାଏ। ଆଉ ପୂଜକମାନେ ଜଣ ସେମାନେ କାଳକ୍ରମେ ବିଭିନ୍ନ ବହୁତ ଦିନରୁ ସେମାନେ ଏଠି ପୂଜା କରି ଆସୁଛନ୍ ଏବଂ ଏହାର ସଂରକ୍ଷଣ ଖାଲି ଲାଗି ସେମାନେ ତତ୍ପର। ଆଉ ଏ ପୌରାଣିକ ତଥ୍ୟ ବୋଲେ ଗଙ୍ଗା ଶିବଙ୍କ ଜଟ ଦେଇକିରି ଏଇଠି ଅବତାରଣ କରିଥିଲେ ଏବଂ ଶିବ ବିଷ୍ଣୁଙ୍କର ପାଦ ଧୌତ କରୁଥିଲେ ନୃସିଂହନାଥରେ ବୋଲିକିରି ଏଇଟା କିମ୍ବଦନ୍ତୀ ବା ପୌରାଣିକ କଥା ବୋଲି କୁହାଯାଇପାରେ।
देखुन एटा किंबदंती अच्छे जे जेनटा कि आमे पढ़ी आसुचुँ शुणी आसुचुँ इ तार इतिहास अच्छे। इन आमर हरिशंकर पीठरे कंध माने पूजा करसन, कंध माने महाप्रभु को पूजा करसन, महाप्रभु कंध हाथ में पूजा पाएसन। गोटे इतिहास अच्छे जे गोटे कंध महिला जमुना बोली से जाइथिला गंधमार्दन के कंदमूल खोलवार लगी। इमानकर जीविका है से कंदमूल खोलिक खाऊले। तो कंदमूल जिते खोली जाइथिला से साबल रे कंदमूल खोलला बेले माटी कुड़ी देला जे सेनु गोटे बहुत जोर आवाज आसला। तो से काଣା आवाज आसला बोली डरिकर पलि आला राति ताके स्वप्न है भगवान ताके स्वप्नादेश देले जे मुई ई जगार पूजा पाऊे बहुत पूर्वर पूजा पाऊली हरि आउ शंकर रूप रे आउ ई जगार तु डरिकर नाई जाइकर पूजा करवार लगे केन्ता करी मुई राजा को भी चौहान राजवंशर राजा को भी मुई स्वप्न देछे आउ ई जगार केन्ता करी मोर लगी मंदिर तैयारी हेबा बोली से स्वप्न देले। सेनु तापरे से कंध महिलाटा सकाळु उठिकरी कहला जाइकर राजा घरे आउ से राजा सेन चौहान राजवंशर राजा आमर पश्चिम ओडिशार से सेन मंदिर तैयारी कर देछन जेनटा कि आज हरिशंकर मंदिर हरिशंकर रूप रे पूजा पाउछन। देखुन आमर पर्यटन स्थली हिसाब से पश्चिम ओडिशार आमर हरिशंकर गोटे मुख्य पर्यटन स्थली आउ किंबदंती अच्छे सेटा बहुत पौराणिक बहुत ऐतिहासिक मंदिर सेटा सेन हरि आउ शंकर दुई जन जाक पूजा पाउछन। तापरे जेन प्राकृतिक झरणा अच्छे से झरणार लगी बोली लोक आकर्षित होकर जाउछन। आउ वर्तमान सरकार भी तार लगी बहुत गुड़े अनुदान देकरी बहुत सुविधा भी करिछन। देखुन पार्किंग जोन होइछे से जगार पूजा मंडप भोग मंडप तापरे हमर पार्क होउछे आ मंदिर उन्नतिकरण लगी भी बहुत गुड़ाई चेष्टा करिछन अनुदान देइछन आ काम ऑलरेडी आरंभ हो गलान अधाटिया सरी भी गलान। लोक आकर्षित होकर आसुछन। वर्तमान तो पर्यटन स्थली हरिशंकरटा एते माने सरकारी मान्यता भी पाई सारलान आउ सेनके बहुत गुड़ाई पर्यटक भी आसुछन।